चलो प्रार्थना आरंभ करो। ଆସନ୍ତୁ ପ୍ରାର୍ଥନା କରିବା। ଧନ୍ୟବାଦ ଦେଉଛୁ ଜୀବିତ ରାଜା ପରମେଶ୍ୱର ପିତା କରୁଣାମୟ ସଜମ ରାଜା, ଆଜି ଆମେ ତୁମ ନିକଟରେ ପ୍ରାର୍ଥନା କରୁଅଛୁ ପରମେଶ୍ୱର ପିତା। ହେ ମୋର ରାଜା ଗୋ, ହେ ପ୍ରଭାତ ସମୟରେ ଗୋ ରାଜା, ଆଜି ଆମେ ତୁମ ନିକଟରେ ଉପସ୍ଥିତ ହୋଇଛୁ ପରମେଶ୍ୱର ଗୋ ରାଜା। ଜୀବିତ ପରମେଶ୍ୱର, ଯଦି ବି ପରମେଶ୍ୱର ଆମେ ବିଗତ ଦିନରେ ଯଦି କିଛି ଅପରାଧ ଭୁଲ ଯଦି କରିଥିଲେ ମଧ୍ୟ ପରମେଶ୍ୱର ତୁମେ କ୍ଷମା କର ବୋଲି ପ୍ରାର୍ଥନା କରୁଅଛି ରାଜା। କରୁଣାମୟ ଆଶ୍ଚର୍ଯ୍ୟମୟ ରାଜା, ତୁମେ ଦୟାଳୁ ପରମେଶ୍ୱର ବୋଲି ପ୍ରାର୍ଥନା କରିବ ରାଜା। ଉପସ୍ଥିତ ସମସ୍ତଙ୍କ ପ୍ରତି ତୁମେ ଦୟା କରିବ ରାଜା। ଯେତେ ଲୋକମାନେ ମଧ୍ୟ ପରମେଶ୍ୱର ଆସୁଅଛନ୍ତି ପରମେଶ୍ୱର ସେ ସମସ୍ତଙ୍କୁ ତୁମେ ଛୁଅ ବୋଲି ପ୍ରାର୍ଥନା କର ରାଜା। ଆମେ ଗୋ ପରମେଶ୍ୱର, ଆଜି ଆମେ ତୁମ ନାମରେ ଗୋ ରାଜା ଆମେ ଏକତ୍ରିତ ହୋଇଛୁ ପରମେଶ୍ୱର ମିଟିଂରେ ପରମେଶ୍ୱର ପିତା। ହଁ ପରମେଶ୍ୱର ତୁମେ ଦୟା କର ବୋଲି ପ୍ରାର୍ଥନା କରୁଅଛୁ ରାଜା। ପରମେଶ୍ୱର ପିତା ଆମେ ଆରମ୍ଭ କରୁଅଛୁ ଗୋ ରାଜା, କିନ୍ତୁ ତୁମେ ଶେଷ କର ବୋଲି ପ୍ରାର୍ଥନା କରିବ ରାଜା। ହଁ ପରମେଶ୍ୱର ପିତା ତୁମେ ଆମକୁ ସହବର୍ତ୍ତୀ ହେବ ପରମେଶ୍ୱର ପିତା। ଆମେ ଯେଉଁ ଅଳ୍ପ ପ୍ରାର୍ଥନା ତୁମ ନାମରେ କରୁଅଛୁ ଗୋ ପରମେଶ୍ୱର ପିତା, ସେଇଟା ତୁମର ଯେ ପ୍ରକାର ଶୀଘ୍ର ହେବ ବୋଲି ସ୍ୱରୂପ ଯେ ପ୍ରକାର ତୁମେ ଗ୍ରହଣ କର ବୋଲି ପ୍ରାର୍ଥନା କରିବ ରାଜା। ଧନ୍ୟବାଦ ଦେଉଛୁ ମୋର ଜୀବିତ ପରମେଶ୍ୱର, ମୋର ଜୀବିତ ରାଜା। ହଁ ପରମେଶ୍ୱର ପିତା ତୁମେ ଆମକୁ ଉତ୍ତମ ଭାବେ ତୁମ ସମୟରେ ଅଛ ଗୋ ପରମେଶ୍ୱର। ବିଗତ ଦିନରେ ମଧ୍ୟ ତୁମେ ସେ ପ୍ରକାର ତୁମେ ସମାଲ ବୋଲି ପ୍ରାର୍ଥନା କରୁଅଛୁ ରାଜା। এই দিনে তুমি আমাকে জীবন তুমি দেল, ସେଥିପାଇଁ ଆଜି ମୁଁ ତୁମକୁ ଧନ୍ୟବାଦ ଦେଉଛି ଗୋ ପରମେଶ୍ୱର ପିତା। କାରଣ ପରମେଶ୍ୱର ଏହି ଦିନ ପିତା ଅନେକ ଲୋକମାନେ ଦେଖିପାରୁନାହାନ୍ତି ଗୋ ରାଜା, କିନ୍ତୁ ପରମେଶ୍ୱର ତୁମର ପ୍ରେମ ତୁମର ଦୟା ତୁମର ଅନୁଗ୍ରହ ହେତୁ ପରମେଶ୍ୱର ପିତା ଆମେ ବଞ୍ଚିଅଛୁ ବୋଲି ମୁଁ ତୁମକୁ ଧନ୍ୟବାଦ ଦେଉଛି ରାଜା। ହେ ମୋର କରୁଣା, ହେ ମୋର ଆଶ୍ଚର୍ଯ୍ୟ ମୋ ରାଜା ପରମେଶ୍ୱର ପିତା, ତୁମେ ଦୟା କରିଅଛ ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଛି ରାଜା। ହଁ ପରମେଶ୍ୱର ଯେଉଁ ବାକ୍ୟ ଶୁଣିବ ପରମେଶ୍ୱର ବାକ୍ୟକୁ ଯେ ପ୍ରକାର ଆମ ହୃଦୟରେ ଯେ ପ୍ରକାର ଗ୍ରହଣ କରିପାରିବା ସେତେବେଳେ ପ୍ରାର୍ଥନା କରିବ ରାଜା। ଧନ୍ୟବାଦ ଦେଉଛି ପରମେଶ୍ୱର, सकल विश्व परमेश्वर तुम हो सदैव परमेश्वर पिता। ये प्रार्थना प्रभु कृष्ण नाम रे मांगुछु पिता, आमीन। ये एनके एनके करबे का हालेलुया हालेलुया। आवाज सुभाजुछि के चंदन सॉरी ढुलू सुभाजुछि। गाना गोटे कह तू कविता कविता गोटे गाना गाइबे, कुमुदिदी गोटे गाना गाइबे, सोलोमी गोटे गाना गाइबे। जीवन आमोदी प्रभु निचिल म्यूट करो निशु। गह आंग्या शरीर चलिछि प्रभु तुम महिमारे। जीवन आम जीवित प्रभु চলাবাকে সরতান পাদ খাই নূতন পথরু মন্দ পথে করাই চলাবাকে সরতান পাদ খাই উত্তম পথরু মন্দ পথে করাই মাগিছে পথ নিয় নাথ মাগিছে পথ নিয় নাথ স্বর্গ দুয়ারে। জীবন আম জীবিত প্রভু তুমর করি প্রাণবায়ু
আশীর্বাদরে বিপদ আপদ কেতে গেরি আসিতু তোমারি নামরে জয় বিপদ আপদ কেতে গেরি আসিতু তোমারি নামরে तुम्हें पता तुम्हें सत्य तुम्हें पता तुम्हें सत्य আমার জীবন রে জীবন আমার জীবিত প্রভু তোমার করে প্রাণবায়ু আমার চালিছি তোমার আশীর্বাদ রে জীবন আমার জীবিত প্রভু তোমার করে প্রাণবায়ু আমার চালিছি তোমার আশীর্বাদ রে হালেলুয়া Hallelujah. কে যেন প্রার্থনা করবে বন্ধুরা প্রতিদ্রাকে কে যেন প্রার্থনা করবে ধন্যবাদ జీవిత ప్రదర్శన తనకు సాధ్యపడుతూ మా పిత ప్రదర్శన ସେମାନଙ୍କୁ ସାହାଯ୍ୟ କର ସେଠି ଯେତେ ଭାଇ ଭଉଣୀ ମାନେ ଆସିବାର ସମସ୍ତଙ୍କୁ ଜ୍ଞାନ ତାଙ୍କ ସେବା ছোট জ্ঞান শিক্ষা ধন্যবাদ শিক্ষা পরমেশ্বর তুমি প্রত্যেক পরিবারের মধ্যে প্রার্থনা করতে পরিবার আশীর্বাদ আত্মিক বিশ্বাস ধন্যবাদ শিক্ষা कैसे कर सकते साহায্য করে ধন্যবাদ এই আমিন Lord. প্রেজ দ্য লর্ড মধ্যে দুটো গানে গাইছে ଆମେ ଗୀତ ଗାଇବା ପ୍ରତିପାଲକ ସେ ଏହି ଜୀବନର ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର ପ୍ରତିପାଲକ ସେ ଏହି ଜୀବନର ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର ଦୁଃଖରେ ବି ଝଡ଼ରେ ବି ଦୁଃଖରେ ବି ଝଡ଼ରେ ବି ଭୟ ନାଇଁ ମୋର ପ୍ରତିପାଲକ ସେ ଏହି ଜୀବନର ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର ସଦା ପାଶେ ଥାନ୍ତି
ଦିଅନ୍ତି କହିବା ଆଗରୁ ମୋର ମନ କଥା ଜାଣନ୍ତି ମାଗିବା ଆଗରୁ ସିଏ ଯାଚି ମତେ ଦିଅନ୍ତି କହିବା ଆଗରୁ ମୋର ମନ କଥା ଜାଣନ୍ତି ଭିଜି ଗଲେ ମୋର ଦୁଃଖୀ ଦୁଇଆ ଭିଜି ଗଲେ ମୋର ଦୁଃଖୀ ଦୁଇଆ ଲୁହ ପୋଛି ଦିଅନ୍ତି ପ୍ରତିପାଲକ ସେ ଏହି ଜୀବନର ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର ନିରାଶ ଅନ୍ତରେ ସିଏ ଆଶା ଭରି ଦିଅନ୍ତି ଝୁଣ୍ଟି ମୁଁ ପଡ଼ିଲେ ତୁମେ ମତେ ନିଅନ୍ତି ନିରାଶ ଅନ୍ତରେ ସିଏ ଆଶା ଭରି ଦିଅନ୍ତି ଝୁଣ୍ଟି ମୁଁ ପଡ଼ିଲେ ତୋଳି ମତେ ନିଅନ୍ତି ଅଜେ ଯାଏ ଯେବେ ପାପ ଦୁନିଆ ଅଜେ ଯାଏ ଯେବେ ପାପ ଦୁନିଆ ଅଜି ମତେ ନିଅନ୍ତି ପ୍ରତିପାଲକ ସେ ଏହି ଜୀବନର ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର ଦୁଃଖରେ ବି ଝଡ଼ରେ ବି ଦୁଃଖରେ ବି ଝଡ଼ରେ ବି ଭୟ ନାହିଁ ମୋର ପ୍ରତିପାଲକ ସେ ଏହି ଜୀବନର ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର Praise the Lord. ତୁମ ଦିଦି ପ୍ରାର୍ଥନା କରିବେ प्रार्थना करिया हे सर्वशक्तिमान सर्वंतर्यामी गो राजा महान परमेश्वर दयालु परमेश्वर तुम्ही सुरक्षाकारी ईश्वर परमेश्वर गो राजा तुम्ही रात्र समग्र परमेश्वर आम समस्त गो बापा ओ बाबा तुम्ही सुरक्षा कल गो राजा पुणी परमेश्वर प्रातः कल आम समस्त कल परमेश्वर बापा प्रभु हमको परमेश्वर बापा किछि दिन धरी परमेश्वर तुमर उपास प्रार्थना सुनदे प्रभु प्रातः कल करी बापा तुम्हें साहाय्य कल गो बापा तुमको कोटि कोटि धन्यवाद राजा आज अनेक भाई पड़ परमेश्वर बापा आम शिथिल पड़ी जाइथिलु परमेश्वर बापा पुणी थरे परमेश्वर हमको जागृत हे बापा तुम्हें साहाय्य कलन दया कल गो राजा आम जे पापी हो धन्य हो कि परमेश्वर आम मनुष्य मात्र के पापी राजा तुमर कथा भाषा भूली जाइथो राजा तुमको पासे रे जाइथो परमेश्वर तुम्हें मने पकेबा परमेश्वर प्रभु स्मरण करेबा परमेश्वर गो राजा से दिके तो बेसी धन्यवाद देसी राजा आज ऑनलाइन प्रेरे परमेश्वर जेते जन उपस्थित होइछन्ती राजा प्रभु ऑनलाइन राशि अछन्ती समस्त तुम आशीर्वाद करो राजा सेमान कर दुख कष्ट बाधा विघ्न तुम दूर कर राजा अभाव अनाटन दूर कर परमेश्वर को राजा ए मंडली को राजा ए परिवार वृद्धि कर परमेश्वर बापा ए मंडली देखि राजा अनेक लोग आश्चर्य हे राजा तुमर सेवारे आराधना प्रार्थना गीत रे वाक्य साक्षरे पद पर्व रे छुआ मान को प्रभु बड़ मान को समस्त वृद्ध बुद्धि समस्त तुम आशीर्वाद कर परमेश्वर
सेवा का चली परमेश्वर से सेवा का आगे बढ़ो परमेश्वर बापा तुम्हारा सेवा का जीवन पछुआ न जीव बाबा से साहाଯ୍य करो राजा ए सन्निधि परिषदा प्रभु जी हो बजरी जी हो बारापा हम समस्त तुम आशीर्वाद करो हम ज्ञान और बुद्धि आगे बढ़ाओ परमेश्वर बापा आज प्रत्येक कार्यक्रम को तुम हस्ते दौची बापा पुणी बापा तुम दास को तुम हस्ते दौची राजा तुम दास को तुम आशीर्वाद करो दया कर मुख दे कथा प्रभु बापा जो वाक्य देवे परमेश्वर बापा से वाक्य करो प्रभु आम निगुड़ तथ्य को बुझी पर परमेश्वर आम निज कार्य प्रभु चले प्रभु व्यवहार कर प्रभु तुम पथर जाई पारबु राजा तुम रास्ता चली पारबु राजा तुम मार्ग चली पारबु बापा से परमेश्वर आम जेपरी प्रभु शासन को भल परमेश्वर बापा ज्ञान लाभ कर बाबा से तुम्हें साहाଯ୍य करो राजा ओ बापा हमको शासन को भल पाइबा परमेश्वर पाइबा को परमेश्वर तुम्हें साहाଯ୍य करो राजा ए सन्निधि परिषदा प्रभु जी हो बाजी परमेश्वर बापा उपस्थित समस्त भाई बहन को तुम आशीर्वाद करो राजा समस्त प्रभु अभाव नाठन दूर कर परमेश्वर कमी पूरा कर परमेश्वर बापा तुम्हें दयालु बापा समस्त पुओ झील मान प्रभा ओ बापा जो माने परमेश्वर तुम चंद्र भैर सके आसी अच्छा से तुम्हें दया करो राजा पुणी थे परमेश्वर उपस्थित समस्त तुम आशीर्वाद करो राजा आज गीत वाक्य प्रत्येक तुम आशीर्वाद करो तुम दास को तुम देछि बापा तुम दास जो पाखि राजा पवित्र आत्मा द्वारा कथा मुख तुम आवाज परमेश्वर बापा जो वाक्य देवे से वाक्य को पढ़ी बुझी परमेश्वर प्रभु से निकलते तो बुझी परमेश्वर हम समस्त बुझी पारे से वाक्य बुझी परमेश्वर बापा आम चिरकाल पर्यंत सदाकाल पर्यंत जेपरी आम मन मध्य हृदय मध्य रखी परमेश्वर व्यवहार राजा बापा मोर परिवार को मध्य तुम आशीर्वाद कर प्रभु मोर परिवार भांगी जाई अच्छी परमेश्वर पुणी थे गढ़ हो राजा मत किसी लोड़ा नहीं परमेश्वर धन संपत्ति किसी लोड़ा नहीं मोर परिवार मत दरकार तुम शांति अनुग्रह दया तुम प्रभु मो ऊपर सदा सर्वदा तुम थाओ बोली मु चाहे परमेश्वर गो राजा मोर परिवार को सजाड़ा परमेश्वर विशेष कर मो समय प्रार्थना कर प्रभु तुम्हें दया कर बापा तुम्हें ठीक समय ठीक टाइम रे परमेश्वर फेरी आने बापा तुम्हें साहाଯ୍य कर तार कथा को प्रभु ताको तुम्हें गढ़ी तुम्हें ताको बाछी अच्छे प्रभु ताको न किछि परमेश्वर तुम अच्छा मोर उपस्थापना करो गो परमेश्वर गो राजा परमेश्वर पुणी थे परमेश्वर उपस्थित समस्त भाई बहन को तुम समस्त कार्यक्रम को तुम दे परमेश्वर बापा तुम्हारे नाम प्रभु प्रार्थना मांगुछि आमीन शुभम में गाना गाता है Praise the Lord. Voice ଯାଉଛି ଆସୁଛି मुक्ति दिलाए यीशु नाम शांति दिलाए यीशु नाम मुक्ति दिलाए यीशु नाम शांति दिलाए यीशु नाम यीशु दया का बहता सागर यीशु दया का बहता सागर यीशु ही दाता महान यीशु ही दाता महान दिलाए यीशु नाम शांति दिलाए यीशु नाम मुक्ति दिलाए यीशु नाम शांति दिलाए चरणी में तूने जन्म लिया यीशु चरणी में तूने जन्म लिया यीशु सूली पर किया विश्राम सूली पर किया बोलो दिलाए यीशु नाम शांति दिलाए यीशु नाम मुक्ति दिलाए यीशु नाम दिलाए यीशु नाम हम सबके पापों के मिटाने हम सबके पापों को मिटाने यीशु हुआ बलिदान यीशु हुआ बलिदान बोलो मुक्ति दिलाए यीशु नाम शांति दिलाए यीशु नाम बोलो दिलाए यीशु नाम शांति दिलाए यीशु नाम क्रूस पर अपना खून बहा
मुक्ति दिलाए यीशु नाम, शांति दिलाए यीशु नाम, मुक्ति दिलाए यीशु नाम, शांति दिलाए यीशु नाम। हम यीशु पर वे यीशु कृपा करना, हम पर वे यीशु कृपा करना, हम है हम है पापी मदान। मुक्ति दिलाए यीशु नाम, शांति दिलाए यीशु नाम, मुक्ति दिलाए यीशु नाम, शांति यीशु दिलाए नाम। यीशु नाम, 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 यीशु नाम। बोलो मुक्ति दिलाए यीशु नाम, शांति दिलाए यीशु नाम। बोले मुक्ति दिलाए यीशु नाम, शांति दिलाए यीशु नाम। हालेलुया, Hallelujah. प्रेज द लॉर्ड। Praise the Lord. मुक्ति भी दिलाए यीशु नाम और शांति भी दिलाए यीशु नाम। ଆଉ ଯେଉଁମାନେ ପ୍ରାତଃ କାଳରେ ସନ୍ଧ୍ୟା କାଳରେ ଏନି ମୋମେଣ୍ଟରେ ପ୍ରତି ମୁହୂର୍ତ୍ତରେ ପ୍ରଭୁଙ୍କ ନିକଟରେ ଆସନ୍ତି, ସେମାନଙ୍କ ପାଇଁ ଯୀଶୁ ନାମ ଗୋଟେ ମୂଲ୍ୟବାନ ନାମ ଅଟେ। ପ୍ରେଜ ଦ ଲର୍ଡ। ମୁକ୍ତି ଦେବା ନାମ ପୁଣି ଶାନ୍ତି ଦେବା ନାମ ଅଟନ୍ତି। ପ୍ରେଜ ଦ ଲର୍ଡ। କିଏ କିଏ ଆସିଛନ୍ ଲାଇନ ରେ ଦେଖମା ଟିକେ ଚେକ୍। ହଁ, ସାନ ଘର ନେଇ ବାର୍ତ୍ତା। ପ୍ରେଜ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ପ୍ରଭୁଙ୍କର ନାମ ମହିମା ପାଉ। ଆଉ ପରମେଶ୍ୱର ସେ ମହାନ ପରମେଶ୍ୱର ଅଟନ୍ତି। କାରଣ ପରମେଶ୍ୱର ପ୍ରଭୁଙ୍କର ଦାସ ବି ଗୋଟେ ଗୀତ ଗାଉଥିଲେ ଯେ ମୁକ୍ତି ଦିଲାଏ ଯୀଶୁ ନାମ, ଶାନ୍ତି ଦିଲାଏ ଯୀଶୁ ନାମ। ମଣିଷ ଜୀବନରେ ଦୁଇଟି ନିହାତି ଦରକାର ଅଛି। କିଛି କିଛି ଲୋକମାନେ ମୁକ୍ତି ପାଇବା ପାଇଁ ଗଙ୍ଗା ଗୟା ତୀର୍ଥ ବ୍ରତ ଯାଆନ୍ତି, ପୂଜା ବିଧି କରନ୍ତି, ଭକ୍ତି ଭାବନା କରନ୍ତି। ଅଧରାତ୍ରରେ ଗାଧି ମଧ୍ୟ ସେମାନେ କଣ କରନ୍ତି? ପରିଶ୍ରମ କରି କରି ଈଶ୍ୱରଙ୍କର ଅନୁଗ୍ରହ ପାଇବା ପାଇଁ ଇଚ୍ଛା କରନ୍ତି। କିନ୍ତୁ ଆମେ ବି ଏ ପ୍ରାତଃ କାଳରେ ପ୍ରଭୁଙ୍କ ଛାମରେ ବସୁଅଛୁ ମୋର ପ୍ରିୟ ମାଏ, କିନ୍ତୁ ଆମମାନଙ୍କୁ ଗାଧବାକୁ ପଡୁନାହିଁ। ପ୍ରେଜ ଦ ଲର୍ଡ। କିନ୍ତୁ ଅନ୍ୟ ଲୋକମାନେ ଏହି ସମୟରେ ପୂଜା ବିଧି କରିବା ପାଇଁ ଥଣ୍ଡା ପାଣିକୁ ଗାଧେଇକିରି ସେମାନେ ତାଙ୍କର ଈଶ୍ୱରଙ୍କ ନିକଟରେ ଆସୁଅଛନ୍ତି। ଦେଖନ୍ତୁ ଆମମାନଙ୍କର ପରମେଶ୍ୱର କେତେ ପ୍ରେମକାରୀ ଦୟାଳୁ ପରମେଶ୍ୱର। ମୋର ଛୁଆ ମାନଙ୍କୁ ସେପରି କଷ୍ଟ ମୁଁ ନ ଦିଏ ବୋଲିକରି ସେ ଆମମାନଙ୍କୁ କେତେ ସୁନ୍ଦର ଅଗାଧୁଆରେ ବି ଆମେ ଏବେ ତାଙ୍କର ଛାମୁରେ ବସି ଆମେ ପ୍ରାର୍ଥନା କରୁଛୁ, ଆଉ ସେ ଆମମାନଙ୍କର ପ୍ରାର୍ଥନାକୁ ଶୁଣୁଅଛନ୍ତି। ପ୍ରେଜ ଦ ଲର୍ଡ, ହାଲେଲୁୟା। ତ ଯଦି ଜଗତରେ ମଣିଷ ଜୀବନରେ ଥିବା ଭିତରେ ଆମେ ଯଦି ପରିଶ୍ରମ କରିଥିବା ତାହେଲେ ଶାନ୍ତି ପାଇପାରିବା। ପ୍ରଭୁଙ୍କ ନିକଟରେ ଯଦି ଉତ୍ତମ ଆକାରରେ ଯଦି ଚାଲିବା, ପ୍ରଭୁଙ୍କର ପ୍ରେମରେ ବଢିବା, ବାକ୍ୟରେ ବଢିବା, ପରମେଶ୍ୱରଙ୍କର ଆଜ୍ଞାକାରୀ ହେବା, ତାହେଲେ ଏ ଜାଗତିକ ଜୀବନରେ ଆମମାନଙ୍କୁ ଶାନ୍ତି ଦେବା ପାଇଁ ସେ ସାମର୍ଥ୍ୟଗିରି ପରମେଶ୍ୱର ସେ ଅଟନ୍ତି। ପ୍ରେଜ ଦ ଲର୍ଡ। ଆଉ ମରିଗଲା ପରେ ଆମର ଆତ୍ମାକୁ ମୁକ୍ତି ଦେବା ପାଇଁ ମଧ୍ୟ ସେ ସାମର୍ଥ୍ୟ ଅଟନ୍ତି। ସେ ଗୀତ ରଚକ କହନ୍ତି ମୁକ୍ତି ଦିଲାଏ ଯୀଶୁ ନାମ ଆଉ ଶାନ୍ତି ଦିଲାଏ ଯୀଶୁ ନାମ। ଯୀଶୁ ନାମରେ ମୁକ୍ତି ଅଛି। ଆଉ ଯୀଶୁଙ୍କୁ ଯେଉଁମାନେ ପ୍ରେମ କରନ୍ତି ସେମାନଙ୍କର ପରିବାରରେ ଶାନ୍ତି ମଧ୍ୟ ଅଛି। ହାଲେଲୁୟା, ପ୍ରେଜ ଦ ଲର୍ଡ। ଏଣୁ ଗୀତକ ରଚକ କହନ୍ତି मुक्ति दिलाए यीशु नाम, शांति दिलाए यीशु नाम। यीशु दया का बहता सागर। सागर का मतलब क्या है?
चलो में समुंदर। हाँ, दया की सागर समुंदर की तरह आएगा। समुंदर में पानी का कमी होता है क्या? हैं? यीशु दया का बहता सागर, यीशु है दाता महान, वो देने वाला महान परमेश्वर भी है, और उसका प्यार, उसका दया, उसका कृपा सागर की तरह हमारा, हाँ, जो लोग परमेश्वर को प्रेम करते हैं उनके वचन के आधार पर चलते हैं, वो सबको ये देने के लिए परमेश्वर सामर्थ्य परमेश्वर है। हालेलुया, प्रेज द लॉर्ड। मु दूसरा मेसेज जानी थिली, किंतु ए मेसेज टा मोर, ए गीत टा मोर माइंड को चेंज कर देला। एणु करी जनाशुना वाक्य गोटे कहवा चाहे, ए गीत अनुसार आम गीत संगीता 1 अध्याय को आम देखा, आउ 6 पद को अध्ययन करवा। हाँ, ठिया हुए नहीं, बसे नहीं, मात्र जहार आमोद थाए। हाँ हाँ, दिवा और रात्र, दिवा और रात्र, जो नाम रे मुक्ति अच्छी और जो नाम रे शांति अच्छी है। जो जन दुष्ट मान मंत्रणा चले नहीं। आजिकाली दुनिया रे लोक माने टिके मीठा मीठा कथा कहीदेले बहुत लोक से कथा को विश्वास करती। आओ पास्टर आज्ञा चर्च रे जेते भल भल वाक्य प्रचार कले मध्य से वाक्य केबे मध्य से मानकर पाई पसंद आसे नहीं। किंतु कांतरा रे कहिबा कथा आउ फुसफास कहिबा कथा आउ मीठा मीठा चाकचक्य कहिबा कथा बहुत मीठा लागबो मोर प्रिय माने, नहीं कि जो जन दुष्ट मान को मंत्रणा रे चले नहीं, कियो बा पापी मानकर मध्य ठिया हुए नहीं, कियो बा निंदक मानक सभारे बसे नहीं, मात्र सदा प्रभु को व्यवस्था रे जहार आमोदता है से धन्य। नानी नानी का कपड़ा उड़े दे। हालेलुया, प्रेज द लॉर्ड, प्रेज द लॉर्ड। जदि प्रकृत ख्रिस्टियन, जदि प्रकृत प्रभु को प्रेम करो, जदि तुम्हें माने प्रकृत रे परमेश्वर वाक्य को लय लगाई लक्ष्य रखी जदि चलो, वाक्य को जदि तुम्हें भय करो, वाक्य अनुसार जदि तुम्हें कर्म करो, ताहले गीत संगीत रे दाऊद एपरि भाव रे कहंती प्रथम अध्याय रे जे जो जन दुष्ट मान मंत्रणा रे चले नहीं, दुष्ट लोकर कथा रे आमे आसबार नहीं, दुष्ट लोक मान कथा रे आमे चलबार नहीं, दुष्ट लोकंकर सहित संगति करबार नहीं। दुष्ट लोक से तार चरित्र दुष्ट, तार गुण दुष्ट, तार स्वभाव दुष्ट, तार चाली चलन दुष्ट थाई। एणु करी ईश्वरंकर वाक्य रे प्रभुंकर दास दाऊद मान को सावधान करुअछंती, जदि तुमे प्रभु को प्रेम करो। देखो एही वाक्य अनुसार मु कहबा पई चाहे, बोधे गत काली नुहे आ गोटे दी दिन पूर्व दाऊद रो विषय प्रचार करथिले गलियत बाबद रे, गलियत बाबद रे। दाऊद प्रभु को एमती प्रेम करुथिले बोली करी दुष्ट मानकर संगति रे चालु नथिले, पापी मान को मार्केट ठिया हेउ नथिले बोली करी गलियत को बोध कर। कारण साउल राजार राज्यर सैन्य माने गलियत को बोध करबा पई बारंबार प्रहार करी देखले गलियत को बोध कर पारले नहीं, किंतु परमेश्वर को दाऊद भय करुथिबा हेतु ही, दुष्ट मान को संगति रे बसु नथिबा हेतु ही, दुष्ट मान को चरित्र नथिबा हेतु ही दाऊद गलियत परि लोकन को से बोध करिथिले। आ मात्र सदा प्रभुंकर व्यवस्था रे जहार आमोद थाए, जहार आमोद थाए। प्रभुंकर व्यवस्था रे, प्रभुंकर वाक्य रे, प्रभुंकर कार्य रे, प्रभुंकर प्रेम रे बड़भार लोक मान प्रति परमेश्वर को प्रेम दाऊद परि पाइबे। मोर प्रिय माने दाऊद केमती गलियत को बोध कले, ठीक सही परि प्रभु निकट रे चलवा लोक, दिवा रात्र व्यवस्था रे ध्यान देवा लोक मान प्रति प्रभु सही परि प्रेम
ସେମାନଙ୍କ ପ୍ରତି ସେ ଦେବେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତ ମୋର ପ୍ରିୟ ମାନେ ଏହି ନାମରେ ଶାନ୍ତି ଅଛି, ମୁକ୍ତି ଅଛି, ଅନନ୍ତ ଜୀବନ ଅଛି, ଅମ୍ଳାନ ମୁକୁଟ ଅଛି। ତେଣୁକରି ଏଇ ନାମକୁ ଆମେ ସର୍ବପ୍ରଥମେ ପ୍ରାୟୋରିଟି ଦେବା, ଦିବାରାତ୍ର ଧ୍ୟାନ କରିବା। ତାହା ହେଲେ ଶରୀର ମଧ୍ୟରେ ବଞ୍ଚିଥିବା ଯାଏ ପରିବାରରେ ଶାନ୍ତିକୁ ଆମେ ଉପଲବ୍ଧ କରିପାରିବା, ଆଉ ମରିଗଲା ପରେ ଆମର ଆତ୍ମା ପାଇଁ ମୁକ୍ତି ମଧ୍ୟ ଦେବା ପାଇଁ ପରମେଶ୍ୱର ରଖି ଅଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତାପରେ ତଳକୁ ଲେଖା ଅଛି, जो वृक्ष जलस्रोत निकटରେ ରୋପିତ ହଁ ସେ ସମୟରେ ଫଳ ଉତ୍ପନ୍ନ କରି ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ। ସେ ଯାହା କରେ ତାହା ସଫଳ ହେବ। ହାଲେଲୁୟା। ଯଦି ଆମେ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲିବା ନାହିଁ, ବସିବା ନାହିଁ, ଉଠିବା ନାହିଁ, ସେମାନଙ୍କ ସହିତ ସଂଗତି କରିବା ନାହିଁ, ଆଉ ଦିବାରାତ୍ର ଯଦି ପ୍ରଭୁଙ୍କର ବ୍ୟବସ୍ଥାକୁ ଯଦି ଆମୋଦ କରିବା, ପ୍ରେମ କରିବା, ଆଜ୍ଞା ମାନିବା, ପରମେଶ୍ୱରଙ୍କର ବ୍ୟବସ୍ଥା ଅନୁସାରେ ଯଦି ଆମେ କର୍ମ କରିବା, ଦିବାରାତ୍ରି ଯଦି ଆମେ ଧ୍ୟାନ ଦେବା, ତାହେଲେ ଗୋଟେ ବୃକ୍ଷକୁ ତୁଳନା କରି ପରମେଶ୍ୱର କହି ଅଛନ୍ତି। ଆଉ ସେ ବୃକ୍ଷ ଯଦି ଜଳ ସ୍ରୋତ ନିକଟରେ ରହେ, ଜଳ ଯେଉଁ ଜାଗାରେ ଭରପୁର ରୀତିରେ ରହିଥାଏ, ଆଉ ସେ ଜାଗାରେ ଯଦି ଗୋଟେ ଗଛ ଅଛି, ଆଉ ସେ ଗଛର ଚେରରେ ପାଣି ଯେପରି ଲାଗିଥାଏ, ଆଉ ସେ ଗଛର ଚେରରେ ପାଣି ଲାଗିଥିବା ସକାଶରୁ ସେ ଗଛର ପତ୍ର କେବେ ମଧ୍ୟ ମଳିନ ହୁଏ ନାହିଁ। ସେ ଗଛରେ ଚେର ଲାଗିଥିବା ସକାଶରୁ ସେ ଗଛ ହୃଷ୍ଟପୃଷ୍ଟ ଆକାରରେ ତାର ଶରୀର ସମ୍ପୂର୍ଣ୍ଣ ଭାବରେ ରହିଥାଏ। ତଦ୍ରୂପ ପରମେଶ୍ୱରଙ୍କୁ ଭୟ ଆଉ ଭକ୍ତି କରୁଥିବା ପରିବାର ବା ବ୍ୟକ୍ତି ଉପରେ ପରମେଶ୍ୱର ଏହିପରି ଆଶୀର୍ବାଦ କରିବେ। ସେ ଯାହା କରେ ତାହା କଣ ହେବ ବୋଲି ଲେଖା ଅଛି? ସଫଳ ହେବ ବୋଲି ଲେଖା ଅଛି, ସଫଳ ହେବ। ମୁଁ ଯେଉଁ ଦିନ ଠାରୁ ଏଇ ପ୍ରାତଃ କାଳର ପ୍ରାର୍ଥନା ଆମେ ଆରମ୍ଭ କଲୁ, ମୁଁ କହୁଅଛି ଆପଣ ମାନେ ଏବେ ଆରମ୍ଭ କରିଛନ୍ତି, କିନ୍ତୁ ଆପଣ ମାନେ 2025ରେ ଦେଖନ୍ତୁ ପ୍ରଭୁ ଆପଣଙ୍କ ମାନଙ୍କର ପାଇଁ ସେ ଜଳସ୍ରୋତ ନିକଟ ବୃକ୍ଷର ସଦୃଶ ସେ କେମିତି କରିବେ। ସେ ଯାହା କରେ ତାହା ସଫଳ ହେବ। ଆମେ ମଧ୍ୟ ଯାହା କରୁଅଛୁ ତାହା 100% ସଫଳ ହେବ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। କାରଣ ଆମମାନଙ୍କର ପରିଶ୍ରମ କେବେ ମଧ୍ୟ ବ୍ୟର୍ଥ ଯିବ ନାହିଁ ମୋର ପ୍ରିୟ ମାନେ, କେବେ ମଧ୍ୟ ବ୍ୟର୍ଥ ଯିବ ନାହିଁ। କାରଣ ଆମେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥାକୁ କଣ କରୁଅଛୁ? ଧ୍ୟାନ କରୁଅଛୁ, ପ୍ରେମ କରୁଅଛୁ, ଆଜ୍ଞାକାରୀ ହେଉଅଛୁ। ହାଲେଲୁୟା। ଏଇ ବାକ୍ୟ ଆପଣ ମାନେ ସବୁବେଳେ ଶୁଣୁଛନ୍ତି, ସବୁବେଳେ ପଢିଛନ୍ତି, ଆଉ ମନେ ମଧ୍ୟ ରଖି ଅଛନ୍ତି। ତଥାପି ମଧ୍ୟ ବେଲେ ବେଲେ ଆମେ ପୁରୁଣା ବିଷୟ ମାନଙ୍କୁ ମଧ୍ୟ ଆଉ ଥରେ ମନେ ପକାଇ ସ୍ମରଣରେ ଆଣିବା। ମୁଁ ଦ୍ୱିତୀୟ ବିବରଣୀ ତାର 9 ଅଧ୍ୟାୟର ପ୍ରଚାର କରିବା ପାଇଁ ମୁଁ ଚାହୁଁଥିଲି ଆଜି, କିନ୍ତୁ ଏ ଗୀତ ଯେତେବେଳେ ଗାଇଲେ ଭଉଣୀ, ଗାଇଲା ପରେ ପରମେଶ୍ୱର ମତେ ଚେଞ୍ଜ କରିଦେଲେ ମେସେଜ ଦେବା ପାଇଁ। ପ୍ରେଜ୍ ଦ ଲର୍ଡ। ଆଉ ଦେଖନ୍ତୁ, ଲୋକମାନେ ମୁକ୍ତି ପାଇବା ପାଇଁ, ଶାନ୍ତି ପାଇବା ପାଇଁ କେତେ ପରିଶ୍ରମ କରୁଛନ୍ତି। ଅଧରାତ୍ରିରେ ଗାଧଉଛନ୍ତି। ଜଣେ ବ୍ୟକ୍ତି ମାନେ ଜୀବନ ସାରା ବାଲକୁ କୁଣ୍ଡେଇ ହେଉନାହାନ୍ତି। ଜଏଣ୍ଟ ଫୁଟିଲା ଲୋକ ମାନେ ଅଛନ୍ତି କି ନାହିଁ? ଭକ୍ତ ହେଇକରି ଦେଖେଇ ହେଉଛନ୍ତି ସେମାନେ। ଆମେ ଦିନେ କୁଣ୍ଡେଇ ନେଇ ହେଲେ ଆମକେ କେମିତି ଲାଗୁଛି? ଲୋକ ମାନେ ମୁକ୍ତି ପାଇବାର ଲାଗି, ଶାନ୍ତି ପାଇବାର ଲାଗି କେମିତି ଦେଖ। ଆଚ୍ଛା, ଜଏଣ୍ଟ ଫୁଟିଲେ ମଣିଷ ସୁନ୍ଦର ଦିଶି କି ଅସୁନ୍ଦର ଦିଶି? କିନ୍ତୁ ଦେଖେଇ ହଉଛନ୍ତି ସେମାନେ। ସତକି ନିଶି ଆମକେ ପ୍ରଭୁ ଫ୍ରେଶ କରିଛନ୍, ଫ୍ରେଶ। ଗୋଟେ ଜଏଣ୍ଟ ଫୁଟିଲା ସାଧୁ ସନ୍ୟାସୀ ଗୋଟେ ଭୂତ ପ୍ରେତ ଲାଗଲା ଲୋକେ ଭଲ କରି ପାରବା? କିନ୍ତୁ ମୁଁ ଧନ୍ୟବାଦ ଦେବି ମୋର ପରମେଶ୍ୱର କେ, ମୋର ଗୋଟେ ଧମକରେ ସେ ଭୂତ ଚାଲିଯିବା। ପ୍ରଭୁ ସେମିତି ମତେ ପ୍ରେମ କରନ୍ତି। କାରଣ ଆମମାନଙ୍କର ପରମେଶ୍ୱର ପାୱାରଫୁଲ ପରମେଶ୍ୱର। ତଥାପି ବି ସେଇ ଯୋଉ ବାକ୍ୟ ମୁଁ କହିବା ପ୍ରଚାର କରିବା ପାଇଁ ମୁଁ ଇଚ୍ଛା କରିଥିଲି, ସେ ବାକ୍ୟର ଗୋଟେ ପଦକୁ ପଢିବା। ଦ୍ୱିତୀୟ ବିବରଣୀ ଏଟା ରଖିଥାନ୍ତୁ, ଦ୍ୱିତୀୟ ବିବରଣୀ ତାର 9 ଅଧ୍ୟାୟର ତାର 3 ପଦକୁ ପଢନ୍ତୁ। 3 ପଦକୁ
ଶୁଣନ୍ତୁ 9 ଅଧ୍ୟାୟ ତାର 3 ପଦ, ଦ୍ୱିତୀୟ ବିବରଣୀ ତାର 9 ଅଧ୍ୟାୟ 3 ପଦକୁ ପଢନ୍ତୁ। ଏବଂ ଆଜି ଜ୍ଞାତ ହୁଅ ଯେ ହଁ ସଦାପ୍ରଭୁ ତୁମ ପରମେଶ୍ୱର ହଁ ହଁ ସ୍ୱୟଂ ହଁ ସ୍ୱୟଂ ଗ୍ରାସକାରୀ ଅଗ୍ନି ସ୍ୱରୂପ ହଁ ହୋଇ ଆଗେ ଆଗେ ତୁମର ଆଗେ ଆଗେ ଗମନ କରୁଅଛନ୍ତି। କରୁଅଛନ୍ତି। ସେ ସେମାନଙ୍କୁ ହଁ ସଂହାର କରିବେ ହଁ ଓ ହୁଁ ସେମାନଙ୍କୁ ତୁମ ସମ୍ମୁଖରେ ନତ କରିବେ। ହଁ କହିଲେ ତୁମ ପ୍ରତି ସଦାପ୍ରଭୁ ବାକ୍ୟାନୁସାରେ ତୁମେ ସେମାନଙ୍କୁ ତଡ଼ିଦେବ ଓ ସେମାନଙ୍କୁ ଶୀଘ୍ର ବିନାଶ କରିବ। କାରଣ ତୁମର ପରମେଶ୍ୱର ତୁମର ଆଗେ 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 ଆମର ପରମେଶ୍ୱର ଆମର ଆଗେ ଆଗେ ଚାଲୁଛନ୍ତି। ଆମର ଶତ୍ରୁ ମାନଙ୍କୁ ଆମେ କଣ କରିବା, ଧୀରେ ଧୀରେ ଆମେ କଣ କରିବା, ତୋଡ଼ିଦେବା। ଗ୍ରାସକାରୀ ଅଗ୍ନି ସ୍ୱରୂପ ତମର ପରମେଶ୍ୱର ବୋଲିକରି ଲେଖା ଅଛି। ସେମିତି ଲେଖା ଅଛି ତ, ଗ୍ରାସକାରୀ ଅଗ୍ନି ସ୍ୱରୂପ ତୁମର ପରମେଶ୍ୱର। ତୁମେ ଯେଉଁ ପରମେଶ୍ୱରକୁ ପ୍ରେମ କରୁଅଛ, ଯେଉଁ ପରମେଶ୍ୱର ପାଇଁ ତମେ ରାତି ଦିନ ଧ୍ୟାନ ଦେଉଅଛ, ତୁମର ସେ ପରମେଶ୍ୱର ଅଗ୍ନି ସ୍ୱରୂପ ଗ୍ରାସକାରୀ। Praise the Lord. ତମର ଆଗେ ଆଗେ ତମର ଶତ୍ରୁ ମାନଙ୍କୁ ସେ ପରାଜୟ କରି କରି ଚାଲିବେ। ହାଲେଲୁୟା। ତୁମର ପରମେଶ୍ୱର ତୁମର ଆଗେ ଆଗେ ତମର ଶତ୍ରୁ ମାନକେ ସେ କାଣା କରିବେ, ଆଉ ସେମାନେ ଲଜ୍ଜିତ ହେବେ ବୋଲି ଲେଖା। ଏମିତି ଲେଖା ଅଛି ତ, ପଢ ତ ପଢ। ଏବଂ ଆଜି ଜ୍ଞାତ ହୁଅ ଯେ ସଦାପ୍ରଭୁ ତୁମ ପରମେଶ୍ୱର ସ୍ୱୟଂ ଗ୍ରାସକାରୀ ଅଗ୍ନି ସ୍ୱରୂପ ହୋଇ ତୁମ ଆଗେ ଆଗେ ଗମନ କରୁଅଛନ୍ତି। ସେ ସେମାନଙ୍କୁ ସଂହାର କରିବେ ଓ ସେମାନଙ୍କୁ ତୁମ ସମ୍ମୁଖରେ ନତ କରିବେ। ନତ କରିବେ, ହଁ ନତ କରିବେ। ସେମାନେ ଆମ ଠାରୁ ଉନ୍ନତ ହେବା ପାଇଁ ଚେଷ୍ଟା କରିବେ, କିନ୍ତୁ ଉନ୍ନତ ହେଇପାରିବେ ନାହିଁ, ନତ ହେଇଯିବେ, ନତ ହେଇଯିବେ। Praise the Lord. Hallelujah. କାରଣ ଆମ ମାନଙ୍କର ପରମେଶ୍ୱର ଗ୍ରାସକାରୀ ଅଗ୍ନି ସ୍ୱରୂପ। ଆମର ଶତ୍ରୁ ଆମର ସାମ୍ନାରେ ଠିଆ ହେଇ ପାରିବ ନାହିଁ। ମୋର ପ୍ରିୟ ମାନେ, ଯଦି ଆମେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥାକୁ ଯଦି ଧ୍ୟାନ କରୁ, ତାହାଙ୍କର ଆଜ୍ଞା ଅନୁସାରେ ଯଦି ଚାଲୁ, ତାହେଲେ ପ୍ରଭୁ ମୁକ୍ତି ଦେବା ପାଇଁ, ଶାନ୍ତି ଦେବା ପାଇଁ, ପୁଣି ମୋର ପ୍ରିୟ ମାନେ ଆମର ଶତ୍ରୁ ମାନଙ୍କୁ ଗ୍ରାସ କରିବା ପାଇଁ, ଆଉ ସେମାନଙ୍କୁ ଆମ ସାମ୍ନାରେ ନତ କରିବା ପାଇଁ ମଧ୍ୟ ସେ ପ୍ରତିଜ୍ଞା କରିଅଛନ୍ତି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। କେତେ ସୁନ୍ଦର ବାକ୍ୟ ମାନେ ଆମେ ଶୁଣି ପାରୁଛୁ, କେତେ ସୁନ୍ଦର ବାକ୍ୟ ମାନେ। ଆମର ଶତ୍ରୁ ଚାहे କେତେ ବଲବାନ ହେଉନା କାହିଁକି, ଆମର ଶତ୍ରୁ ଚାहे ଯେତେ ବି ମୋଟା ସୋଟା ହାଟା କାଟା କେତେ ଧନବାନ ହେଉନା କାହିଁକି, କିନ୍ତୁ ସେ ଜାଣେ ନାହିଁ କି ଆମମାନଙ୍କର ପରମେଶ୍ୱର ଗ୍ରାସକାରୀ ଅଗ୍ନି ସ୍ୱରୂପ ପରମେଶ୍ୱର ବୋଲି। ତାହାକୁ ଜଣା ନାହିଁ ତାର ପରମେଶ୍ୱର ହେଇଥାଇପାରେ। ଆମେ ଦୁର୍ବଳ ହେଇପାରୁ, ଆମର ଦୁର୍ବଳକୁ ଦେଖି ସେ ଫାଇଦା ଉଠେଇବା ପାଇଁ କରିଥାଏ, କିନ୍ତୁ ପରମେଶ୍ୱରଙ୍କୁ ସେ ଜାଣେ ନାହିଁ ତାର ପରମେଶ୍ୱର ବଲବାନ ପରମେଶ୍ୱର, ଗ୍ରାସକାରୀ ଅଗ୍ନି ସ୍ୱରୂପ ପରମେଶ୍ୱର ବୋଲି ସେ ଜାଣେ ନାହିଁ। Praise the Lord. Hallelujah. ଆମେ ଯେଉଁ ପରମେଶ୍ୱରକୁ ପାଇଅଛୁ, ସେ ପରମେଶ୍ୱର ଆମର ଆଗେ 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 ଆମମାନଙ୍କୁ ରାସ୍ତା କଢାଇ ନେବା ପରମେଶ୍ୱର ସିଏ ଅଟନ୍ତି। ଆଉ ଆମର ଶତ୍ରୁ ମାନଙ୍କୁ ଗ୍ରାସ କରି ପରାଜୟ କରି ତାଙ୍କୁ ନତ କରିବାର ପରମେଶ୍ୱର ସେ ଅଟନ୍ତି, ଲଜ୍ଜିତ କରିବାର ପରମେଶ୍ୱର ଅଟନ୍ତି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେଇ ସଦାପ୍ରଭୁଙ୍କୁ ଆମେ ଜାଣିଅଛୁ ମୋର ପ୍ରିୟ ମାନେ, କିନ୍ତୁ କେତେବେଳେ ଆମେ ଯଦି ଦିବାରାତ୍ରରେ ଧ୍ୟାନ କରିବା ବେଲେ, ଦିବାରାତ୍ରରେ ଧ୍ୟାନ କରିବା ବେଲେ ଆମେ ସେ ବୃକ୍ଷ ସଦୃଶ ସତେଜ ହେଇକରି ସବୁବେଳେ ପରମେଶ୍ୱରଙ୍କର ଦୟା ଆଉ କରୁଣାରେ ଆମେ ଭୂଷିତ ହେଇ, ବଲବାନ ହେଇ, ଧାର୍ମିକ ହେଇ ସବୁଦିନ ପାଇଁ ଆମେ ଜୀବନ ଯାପନ କରିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହାଲେଲୁୟା। ଆପଣ ମାନେ ମତେ ଦେଖନ୍ତୁ, ମୁଁ ଆପଣଙ୍କର ଗାଁର ଲୋକ, ଆପଣଙ୍କର ନିଜର ଲୋକ, ପରାୟ ଲୋକ ନୁହେଁ। ମୁଁ ପ୍ରଭୁ ମତେ କେମିତି କଲେ, କୋଉ ଟାଇପ ର ଲୋକ ମୁଁ ଥିଲି, ସବୁବେଳେ ମୋର ସାକ୍ଷ୍ୟକୁ ଦିଏ। ଲୋକମାନେ ବୁଝନ୍ତୁ, ଗାଁର ଲୋକ ଦେଖିଛନ୍ତି ବୋଲି ବୁଝନ୍ତୁ ବୋଲି ମୁଁ ଅନ୍ୟ ଘରକେ ରୋଜଗାର କରି ନଗଲେ ଚଲୁ ନଥିଲି, ଭୂତି ନଗଲେ ଚଲୁ ନଥିଲି, ଜଙ୍ଗଲ ନଗଲେ ଚଲୁ ନଥିଲି, ଇଟାଗଡି ନଗଲେ ଚଲୁ ନଥିଲି। ମୋର କର୍ମକୁ ଆପଣ ମାନେ ନିଜେ ସ୍ୱଚକ୍ଷୁରେ ଦେଖି ଅଛନ୍ତି, କିନ୍ତୁ ମୁଁ ଦିନ ରାତ୍ରି ତାହାଙ୍କର ବ୍ୟବସ୍ଥାକୁ ଧ୍ୟାନ କଲି। ଆହୁରି କେତେ ବି ଉଣା ପଡି ଅଛି, ମୁଁ ଯାହା ଜାଣେ ନାହିଁ ସେ ଭିତରେ ମଧ୍ୟ ମୋର ଉଣା ଅଛି। ମୁଁ ତ କହିପାରିବି ନାହିଁ କି ମୁଁ ସମ୍ପୂର୍ଣ୍ଣ ଧାର୍ମିକ ବ୍ୟକ୍ତି ବୋଲି କରି, ତଥାପି ମତେ ପ୍ରଭୁ ଯେତେ ପ୍ରେମ କରି ଅଛନ୍ତି, ମୁଁ ଚାହେଁ ବେଲେ ବେଲେ ଭାବେ ମୋର ପାଇଁ ପ୍ରଭୁ ଯଥେଷ୍ଟ କରି ଅଛ ଆପଣ ବୋଲି କରି।
ପ୍ରେଜ୍ ଦ ଲର୍ଡ। ସେ ଗୀତ ସଙ୍ଗୀତ ତାକୁ ଆମେ ଫେରି ଆସିବା। ଦୁଷ୍ଟମାନେ ସେ ପ୍ରକାର ନୁହନ୍ତି। ଦେଖନ୍ତୁ ମୋର ପ୍ରିୟ ମାନେ, ଦୁଷ୍ଟ ମାନେ ସେ ପ୍ରକାର ନୁହନ୍ତି, କିନ୍ତୁ ଯେଉଁମାନେ ଦିବାରାତ୍ର ତାଙ୍କର ବ୍ୟବସ୍ଥାକୁ ଧ୍ୟାନ କରନ୍ତି ସେମାନଙ୍କୁ ପ୍ରଭୁ ଧନ୍ୟ ବୋଲି କହି ଅଛନ୍ତି। ଆଉ ଜଳସ୍ରୋତ ବୃକ୍ଷ ନିକଟରେ ରୋପିତ ଜଣେ ଗୋଟିଏ ଉତ୍ତମ ବୃକ୍ଷ ସଦୃଶ ସେମାନଙ୍କୁ ତୁଳନା କରି କହି ଅଛନ୍ତି। ଗୋଟେ ବୃକ୍ଷର ମୂଳ ଧାରରେ ଯେତେ ପାଣି ରହିଥାଏ ଆଉ ତାର ପତ୍ର ଯେପରି ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ହେବ ବୋଲି ଲେଖା ଅଛି। ବୃକ୍ଷ ସାଙ୍ଗେ ସେମାନଙ୍କୁ ତୁଳନା କରି ଅଛନ୍ତି। ବୃକ୍ଷ ଯେପରି ସବୁବେଳେ ସତେଜ ରହେ, କାରଣ ସେ ତାର ମୂଳ ଶାଖାରେ ଯେପରି ପାଣି ରହିଥାଏ, ତେଣୁକରି ପାଣି ଥିବା ସକାଶରୁ ସେ ପତ୍ର ମଳିନ ହୁଏ ନାହିଁ, ଆଉ ସେ ସତେଜ ରହେ। ତ ଆମେ ଗୋଟେ ଗଛ ସାଙ୍ଗେ ସମାନ। ପ୍ରଭୁ ଯଦି ଆମର ସହିତ ସବୁବେଳେ ଅଛନ୍ତି ତ ଆମେ କେମିତି ରହିବୁ? ଆମେ କେମିତି ରହିବୁ? ଆଉ ଦିବାରାତ୍ର ଯଦି ଆମେ ତାଙ୍କର ବ୍ୟବସ୍ଥାକୁ ଧ୍ୟାନ କରୁଛୁ, ତାହେଲେ ପ୍ରଭୁ ଆମକୁ ପ୍ରତିଜ୍ଞା କରି ଅଛନ୍ତି ସେ ବୃକ୍ଷ ସଦୃଶ ସତେଜ ରହିବା ପାଇଁ। ହାଲେଲୁୟା। ପୁଣି ସେ ଯାହା କରେ ତାହା ସଫଳ ହେବ ବୋଲି ବାକ୍ୟରେ ଲେଖା ଅଛି। ପ୍ରେଜ୍ ଦ ଲର୍ଡ। ଆମେ ଯାହା କରିବୁ ପ୍ରଭୁ ସେ ସବୁ ସଫଳ କରିବେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଦୁଷ୍ଟ ମାନେ ସେ ପ୍ରକାର ନୁହନ୍ତି। ଦୁଷ୍ଟ ମାନେ, ଏବେ ଆମେ ପଢୁଥିଲୁ ଦ୍ୱିତୀୟ ବିବରଣୀ 9:3 ପଦରେ, ଆମ ମାନଙ୍କର ପରମେଶ୍ୱର ଗ୍ରାସକାରୀ ଅଗ୍ନି ସ୍ୱରୂପ ପରମେଶ୍ୱର। ଦୁଷ୍ଟ ମାନେ ସେ ଦୁଷ୍ଟ ମାନଙ୍କୁ ଗ୍ରାସ କରିବା ପାଇଁ, ଆମର ପ୍ରତି ଦୁଷ୍ଟାମି କରିବା ଲୋକମାନଙ୍କ ପ୍ରତି ଆମର ପରମେଶ୍ୱର ଗ୍ରାସକାରୀ ଅଗ୍ନି ସ୍ୱରୂପ ସିଏ ଅଟନ୍ତି। ଦୁଷ୍ଟ ମାନେ ସେ ପ୍ରକାର ନୁହନ୍ତି, ବାୟୁ ଦ୍ଵାରା ଚାଳିତ ତୁଷ ତୁଲ୍ୟ ଅଟନ୍ତି ବୋଲି ଲେଖା ଅଛି। ବାୟୁ ବୋଲେ ଆପଣ ମାନେ ବୁଝୁଛନ୍ତି ପବନକୁ ବୁଝାଏ। ପବନରେ ଉଡିଯାଏ ଭୂଷା, ଯେପରି ଦୁଷ୍ଟ ମାନେ ମଧ୍ୟ ସେପରି ଉଡିଯିବେ ବୋଲି ଲେଖା ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଦୁଷ୍ଟ ମାନେ ସେ ପ୍ରକାର ନୁହନ୍ତି, ବାୟୁ ଦ୍ଵାରା ଚାଳିତ ତୁଷ ତୁଲ୍ୟ। ତୁଷ ବୋଲେ ଦୁଷ୍ଟ ଲୋକ ମାନଙ୍କ ଭୂଷା ସାଙ୍ଗେ ପ୍ରଭୁ ତୁଳନା କରି ଅଛନ୍ତି। ଉଡିଯିବେ କିଛି ଦିନ ପରେ, କିଛି ସମୟ ପରେ, କିଛି ବର୍ଷ ପରେ। ଆପଣ ମାନଙ୍କୁ କଷ୍ଟ ସିନା ଦେଉଛନ୍ତି, ହେଲେ ବି ଆପଣ ମାନେ ଧୈର୍ଯ୍ୟ ଧରି ଯଦି ରହିଥିବେ, ତାହେଲେ ସେ ଦୁଷ୍ଟ ଲୋକ ମାନେ ଭୂଷା ପରି ଉଡିଯିବେ। ଆଉ ଆପଣ ମାନେ ସେ ଜଳସ୍ରୋତ ନିକଟରେ ରୋପିତ ବୃକ୍ଷ ସଦୃଶ ସବୁବେଳେ ସତେଜ ହେଇକରି ଆପଣ ମାନେ ଯାହା କରିବେ ତାହା ସଫଳ ହେବ। ଶୋଷ ସମୟରେ ଫଳ ଉତ୍ପନ୍ନ କରେ ବୋଲି ସେଠି ଲେଖା ଅଛି। ଠିକ ସମୟରେ ସେ ଫଳ ଦିଏ ବୋଲି ଲେଖା ଅଛି, ନାଇଁ କି? ତାପରେ ଯେହେତୁ ଦୁଷ୍ଟମାନେ ବିଚାର ସ୍ଥାନରେ ଅବା ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳରେ ଠିଆ ହେବେ ନାହିଁ। ଏ ହେତୁ ଦୁଷ୍ଟ ମାନେ ବିଚାର ସ୍ଥାନରେ, ଗୋଟେ ବିଚାର ସ୍ଥାନ ଅଛି, ଏବେ ସେମାନଙ୍କୁ ଜଣା ନାହିଁ। ମଲା ପରେ ଦେଖନ୍ତୁ, ଏ ଜାଗତିକ ଜୀବନ ଅନୁସାରେ ଜଗତରେ ଥିବା ପର୍ଯ୍ୟନ୍ତ ଶରୀରର ଗୋଟେ ମୃତ୍ୟୁ ଅଛି, ଆଉ ମଲା ପରେ ଆତ୍ମା ସ୍ୱର୍ଗକୁ ଗଲା ପରେ ସ୍ୱର୍ଗର ଆତ୍ମାର ଗୋଟେ ମୃତ୍ୟୁ ଅଛି। ଆତ୍ମାର ବିଚାର ସ୍ୱର୍ଗରେ ଅଛି, ଆଉ ଶରୀରର ବିଚାର ପୃଥିବୀ ଭିତରେ ଅଛି। ପ୍ରେଜ୍ ଦ ଲର୍ଡ। ପୃଥିବୀ ଭିତରେ ଶରୀରର ବିଚାର ଅଛି, ଆରୁ ସ୍ୱର୍ଗରେ ଆତ୍ମାର ବିଚାର ଅଛି। ଆମେ ଆତ୍ମା ପାଇଁ ପରିଶ୍ରମ କର, ଆତ୍ମାର ପାଇଁ କିଏ ପରିଶ୍ରମ କରବ? ଶରୀର ପରିଶ୍ରମ କରବ। ଆମେ ପରିଶ୍ରମ କରୁଛୁ ଆମର ଆତ୍ମା ସ୍ୱର୍ଗରେ ଯେପରି ବିଚାରିତ ନ ହେବ। ପ୍ରଭୁ ବିଚାର କରିବେ, ଆତ୍ମାର ବିଚାର କରିବେ ପ୍ରଭୁ। ଶରୀରର ବିଚାର ପୃଥିବୀ ଭିତରେ ହେବ, ଆତ୍ମାର ବିଚାର ସ୍ୱର୍ଗରେ ହେବ। ଆମର ଆତ୍ମା ଯେପରି ବିଚାରିତ ନ ହେବ, ବା ପ୍ରଭୁ ଦୁଷ୍ଟ ଦାସ ବୋଲି କରି ଆମମାନଙ୍କୁ ଘଉଡାଇ ନ ଦେବେ, ସେଥିପାଇଁ ଆମେ ପରିଶ୍ରମ କରୁଅଛୁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟ, ମୋର ପ୍ରଭୁଙ୍କର ଦାସ ଦାସୀ ମାନେ, ପ୍ରଭୁଙ୍କର ଉତ୍ତମ ଭକ୍ତ, ପ୍ରେମକାରୀ ପାତ୍ର ମାନେ, ଆମେ ଯାହା କରୁଅଛୁ ତାହା ସଫଳ ହେବ ବୋଲି ବାକ୍ୟରେ ଲେଖା ଅଛି। ଦିବାରାତ୍ର ତାଙ୍କର ବ୍ୟବସ୍ଥାକୁ ଯଦି ଧ୍ୟାନ, ଲୋକମାନେ କାହିଁକି ଅନଲାଇନ ରେ ଅଛନ୍ତି? ଲୋକମାନେ କାହିଁକି ଘଣ୍ଟା ଘଣ୍ଟା ବାଇବେଲ ପଢନ୍ତି? ଲୋକମାନେ କାହିଁକି 40 ଦିନ 3 ମାସ 90 ଦିନ ଉପବାସ କରନ୍ତି? ଜଣେ ଭଉଣୀ କହୁଥିଲା ଯେ 12 ମାସ ମୋର ଉପବାସ ଚାଲିଛି, ଖାଲି ରାତିରେ ମୁଁ ଖାଏ ବୋଲି। ଦେଖନ୍ତୁ 365 ଦିନ
दिन सारा नहीं खाई करे राति खाइबाटा केते 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 तार तार प्रभु पाखरे केते तार भय भक्ति थिबो देखन 365 दिन वर्ष सारा दिन सारा खाइबो नहीं राति रे खाइबो केड़े आश्चर्य कथा माने हालेलुया प्रेज द लॉर्ड लोक माने ईश्वरंकर वाक्य को पढ़ी करी भल बुझिला परे से माने परमेश्वरंकर भय भक्ति बढ़वा पाई बहुत इच्छा करंती दुष्ट माने से प्रकार नहंती वायु द्वारा चालित तुषतुल्य अटंती कारण तलकु लेखा अछि धार्मिक मानकर पथ जानती दुष्ट मानकर पथ विनष्ट हेबो बोली लेखा अछि हालेलुया प्रेज द लॉर्ड धार्मिक लोक मानकर पथ को जानती सोयबा लोकंकर विषय को प्रभु जानती आरे सकाले उठी कर प्रार्थना करबा लोक मानकर विषय को मध्य जानती प्रेज द लॉर्ड हालेलुया मोर प्रभु को भय करुथिबा लोक मान को मु कहिबा पई चाहे सब बेले ध्यान देबे जे प्रभु धार्मिक मानकर पथ को भी जानती किंतु दुष्ट मानकर पथ विनष्ट हेबो बोली लेखा अछि दुष्ट केते दिन पर्यंत दुष्ट कार्य करी करी तार जीवन यापन करिवे मोर प्रिय माने केते दिन दुष्ट काम रे शांति रही थाई कि दुष्ट काम रे शांति रही थाई नहीं दुष्ट घरे केबे शांति थाई कि केबे थाई नहीं तेणु कोई ताको भूषा पर उड़ी जीवा पई परमेश्वरंकर वाक्य लेखा अछि मोर सहित प्रभु को जानला परे केते लोक माने मोर विरोध रे उठले एही वाक्य माने मते सांत्वना देई आज जाय परमेश्वर तांकर सेवा रे मते व्यवहार करू अछंती प्रेज द लॉर्ड एही वाक्य माने मते बहुत सांत्वना देई अछि मु वाक्य को बहुत प्रेम करे आ वाक्य को पढ़ला परे मते बहुत मनरे गुटे प्रभु ऊपर बहुत भयंकर भरोसा रही थाए कि मोर परमेश्वर बलवान परमेश्वर मोर परमेश्वर ग्रासकारी अग्नि स्वरूप परमेश्वर दुष्ट मानकु से मोर आगे आगे हे करी से कोन करिवे पराजय करी चलीबे से मानकु नत करिवे लज्जित करिवे अपमान करिवे हालेलुया प्रेज द लॉर्ड 2025 रे मोर प्रिय लोक माने आपण मानकर पई बहुत भयंकर पुरस्कार प्रभु रखी अछंती कारण आपण माने दिवारात्र तांकर व्यवस्था को ध्यान करू अछंती जे माने दिवारात्र तांकर वाक्य को प्रेम करी दिन प्रतिदिन बढ़ी चलंती प्रभु से समस्त को बहु गुण रे आशीर्वाद करंती आउ गोटे पद कहिबी तापरे मु समाप्त करिबी जिसाय पुस्तक 54 अध्याय तार 10 पद टिके पढ़बे जेहेतु तुम प्रति करुणा करी अछंती जेउ सदा प्रभु से सदा प्रभु कहंती पर्वत गण माने विचलित होई टली जीवे घुंची जीवे हां टलिबे अथवा आमे जो करुणा तुम प्रति करी अछु करबा को जाऊ अछु सेटा पहाड़ माने पर्वत माने टोली जाई पारंती किंतु आमे तुमको जो आशीर्वाद करी अछु जो प्रतिज्ञा दे अछु जो तुमको आज्ञा करी अछु सेटा केबे मध्य टलव नाही बोली लेखा अछि तम प्रति आमे करू जो सदा प्रभु तुम प्रति करुणा करी अछंती हालेलुया बापा मां जेमती निजर छुआ मान से माने धन संचय कर देवा इच्छा करती घर तैयारी कर देवा इच्छा करती जमी किणी देवा इच्छा करती
ଗାଡି କିଣିଦେବା ପାଇଁ ଇଚ୍ଛା କରନ୍ତି, ଉତ୍ତମ ଖାଦ୍ୟ ଖୁଆନ୍ତି, ଉତ୍ତମ ବସ୍ତ୍ର ପିନ୍ଧାନ୍ତି, ସେମାନଙ୍କୁ ସବୁବେଳେ ଚକାଚକିଆ ଦେଖିବା ପାଇଁ ଇଚ୍ଛା କରନ୍ତି। ତଦ୍ରୂପ ସଦାପ୍ରଭୁ ମଧ୍ୟ ସେ ଆମମାନଙ୍କର ପ୍ରତି କରୁଣା କରିବାର ପରମେଶ୍ୱର ସେ ଅଟନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଯେଉଁ ସଦାପ୍ରଭୁ ତୁମ ପ୍ରତି ଯେଉଁ କରୁଣା କରି ଅଛନ୍ତି ସେ ସଦାପ୍ରଭୁ କହନ୍ତି। ଏଇଟା ମୁଁ କହୁ ନାହିଁ, ପ୍ରଭୁ କହୁଅଛନ୍ତି। ପ୍ରଭୁଙ୍କର ବାକ୍ୟରେ ଲେଖା ଅଛି, ତମ ପ୍ରତି ସେ କରୁଣା ହେବ ମୋର ପ୍ରିୟ ମାନେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଯଦି ଆମେ ପ୍ରଭୁଙ୍କୁ ଜାଣିବା, ପ୍ରଭୁଙ୍କର ଆଜ୍ଞାକାରୀ ହେବା, ପରମେଶ୍ୱରଙ୍କୁ ଭୟଭକ୍ତି କରିବା, ଦିବାରାତ୍ର ତାଙ୍କର ବ୍ୟବସ୍ଥାରେ ବସିବା, ତାଙ୍କ ପାଇଁ ବଞ୍ଚିବା, ସବୁବେଳେ ତାଙ୍କୁ ଧନ୍ୟବାଦ ଦେବା, କର୍ମରେ ଧନ୍ୟବାଦ, ଧର୍ମରେ ଧନ୍ୟବାଦ, ହସ୍ତରେ ଧନ୍ୟବାଦ, ହୃଦୟରେ ଧନ୍ୟବାଦ, ମନରେ ଧନ୍ୟବାଦ, ପ୍ରତ୍ୟେକ କ୍ଷେତ୍ରରେ ଅର୍ଥରେ ଧନ୍ୟବାଦ, ଦଶମାଂଶରେ ଧନ୍ୟବାଦ, ଯାହା ଯାହା ଆମେ କରି 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 ଚାଲିବା। ସେ ତ ନିଜେ କହନ୍ତି ମତେ ପରୀକ୍ଷା କରି କରି ଦେଖ ବୋଲି କରି। ପରୀକ୍ଷା, ପରୀକ୍ଷା ବିଷୟରେ ଜାଣିଛ, ଶୁଣିଛ କେନେ ଲେଖା ଅଛି ପରୀକ୍ଷା? ମଲାକି ପୁସ୍ତକ 9 আর 10 ପଦ ଟିକେ ପଢ। ପରୀକ୍ଷା କରି ଦେଖ ବୋଲି ଲେଖା ଅଛି। ପରୀକ୍ଷା, ମଲାକି ପୁସ୍ତକ ତାର 9 আর 10 ପଦ ପଢ। तीन अध्याय। ତୁମେ ଅଭିଶାପରେ ଶାପଗ୍ରସ୍ତ ହୋଇଅଛ, କାରଣ ତୁମ୍ଭେମାନେ ଏଇ ସବୁ ଗୋଷ୍ଠୀ ଆମର ଦ୍ରବ୍ୟ ଚୋରି କରୁଅଛ। ଆମର ଗୃହରେ ଯେପରି ଖାଦ୍ୟ ରହିବ, ଏଥିପାଇଁ ତୁମମାନେ ଆମର ଭଣ୍ଡାରକୁ ସମ୍ପୂର୍ଣ୍ଣ ଦଶମାଂଶ ଆଣ, ଆଉ ଆମ୍ଭେ ଆକାଶସ୍ଥ ଦ୍ୱାର ସବୁ ମୁକ୍ତ କରି ରଖିବା ପାଇଁ ସ୍ଥାନ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ତୁମମାନଙ୍କ ଉପରେ ଆଶୀର୍ବାଦ ରୂପ ବୃଷ୍ଟି ବର୍ଷାଇବା କି ନାହିଁ, ଏତ ବିଷୟରେ ଏବେ ଆମର ପରୀକ୍ଷା ନିଅ। ଆମର ପରୀକ୍ଷା ନିଅ, ଆମର ପରୀକ୍ଷା ନିଅ, ଆମକୁ ପରୀକ୍ଷା କରି କରି ଦେଖ ବୋଲି କୁହାଯାଇଅଛି। ଏତଦ୍ ଦ୍ୱାରା ଆମର ପରୀକ୍ଷା ନିଅ। ଯଦି ତମେ ଆମକୁ ଦଉଛ ତାହେଲେ ଆମେ ତମକେ ଦଉଛୁ କି ନିଜେ ଆମର ପରୀକ୍ଷା ହେଲେ କର। ଏତକି ଦିନ ଦେଲି, ଏତକି ବର୍ଷ ଦେଲି ପ୍ରଭୁ, କେବେ ମୋର ଡେଭଲପ ହେବା? ତମେ ତ କହିଲ, ତେଣୁକରି ମୁଁ 10 ମାସ ତମର ଗୃହକୁ ନେଲି, ତମର ଭଣ୍ଡାର କଲି, ଆଉ ସେନ ମୁଁ ଦେଲି, ମୋର କେବେ ଡେଭଲପ ହେବା? କମ ସେ କମ ପରୀକ୍ଷା କର, ଆମର ପରୀକ୍ଷା ନିଅ ବୋଲି କରି ଲେଖା ଅଛି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟ ମାନେ, ବାଇବେଲରେ ଏମିତି ରହସ୍ୟ ବିଷୟ ମାନେ ଅଛି ଯାହାକି ଜ୍ଞାନୀ ମାନଙ୍କର ପାଇଁ, ଯୋଉମାନେ ବୁଝିପାରନ୍ତି ସେମାନଙ୍କର ପାଇଁ ଆଖା ବାଇବେଲରେ ରହସ୍ୟ। ମୁଁ ତ ବାଇବେଲକୁ ରସଗୁଲା ବୋଲି କରି କହେ। ରସଗୁଲା ବୋଲି କରି ବାଇବେଲକୁ ମୁଁ ବହୁତ ବହୁତ ପ୍ରେମ କରେ ବାଇବେଲକୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତେଣୁକରି ଦିବାରାତ୍ର ଯିଏ ପ୍ରଭୁଙ୍କର ବ୍ୟବସ୍ଥାକୁ ଧ୍ୟାନ କରେ, ଦୁଷ୍ଟ ମାନଙ୍କ ସଙ୍ଗତିରେ ଚାଲେ ନାହିଁ, ପାପୀ ମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିଏ ବା ନିନ୍ଦକ ମାନଙ୍କ ସଭାରେ ବସେ ନାହିଁ, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ବ୍ୟକ୍ତିଙ୍କୁ ପ୍ରଭୁ ଧନ୍ୟ ବୋଲି କରି ପ୍ରଶଂସା କରି ଅଛନ୍ତି। କଣ ଆଜିର ବାକ୍ୟ ଅନୁସାରେ ଆମେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥାକୁ ଧ୍ୟାନ କରିବା? ଯଦି କରିବା ତାହେଲେ ଯିଶାୟ ତାର ସେଇ ଏବେ ପଢୁଥିଲୁ ଆମେ 54 ଅଧ୍ୟାୟ ତାର 10 ପଦରେ जो आशीर्वाद परमेश्वर करियछंती से आशीर्वाद 100% तमर प्रति मोर प्रति वाक्य सुनुथिबा प्रत्येक व्यक्ति मानकर प्रति ताहा घटिबो। हालेलुया, प्रेज द लॉर्ड। प्रभु पठित वाक्य रे समस्त को आशीर्वाद करंतु, आमेन। हां, आसंतो प्रार्थना कर समाप्त करिबा। धन्यवाद करूछु प्रेमिक दयालु ईश्वर प्रभु गो, ए प्रातः काल रे सुंदर वाक्य दे तुमे आमान को तृप्त करियछ। तुमरे दया और करुणा प्रभु आमान को जीवन रे देयछ। प्रभु प्रतिदिन प्रति प्रातः काल रे
ଆମମାନଙ୍କୁ ପ୍ରଭୁ ତୁମରି ସାନିଧ୍ୟରେ ବସିବାକୁ ଦିଅ ଆଉ ତୁମରି ବାକ୍ୟ ଶୁଣିବାକୁ ଦିଅ, ବାକ୍ୟ ଶୁଣି କର୍ମରେ ଲାଗୁ କରିବାକୁ ଦିଅ ଆଉ ଆମମାନଙ୍କ ଜୀବନରେ ତୁମର ମହିମାକୁ ପ୍ରକାଶ କର। ହେ ସଦା ପ୍ରଭୁ ଆଜିର ଏ ବାକ୍ୟ ଦ୍ୱାରା ପ୍ରତ୍ୟେକ ଲୋକଙ୍କୁ ତୁମେ ତୃପ୍ତ କରିଅଛ, କାରଣ ପ୍ରଭୁ ସେ ଗୀତରେ ତୁମେ କହୁଥିଲ ମୁକ୍ତି ଦିଲାଏ ଯୀଶୁ ନାମ ଆଉ ପୁଣି ଶାନ୍ତି ଦିଲାଏ ଯୀଶୁ ନାମ ବୋଲି। ପ୍ରଭୁ ତୁମ ପାଖରେ ମୁକ୍ତି ମଧ୍ୟ ଅଛି ଆଉ ତୁମ ପାଖରେ ଶାନ୍ତି ମଧ୍ୟ ଅଛି ପ୍ରଭୁ। ହେ ପିତା ଶରୀର ପାଇଁ ଯେ ଶାନ୍ତିର ଆବଶ୍ୟକତା ଅଛି, ଆତ୍ମା ପାଇଁ ମୁକ୍ତିର ଆବଶ୍ୟକତା ଅଛି ପ୍ରଭୁ। ଆମେ ଧନ୍ୟବାଦ କରୁଅଛୁ এই ଦୁଇଟି ବିଷୟ ଯେ ତୁମେ ଆମ ପାଇଁ ଓ ପ୍ରଭୁ ସାଇତି କରି ରଖିଅଛ। ଯେଉଁମାନେ ପ୍ରଭୁ ଧର୍ମାଚରଣ କରନ୍ତି, ଧାର୍ମିକତାରେ ଅଟଳ ରହନ୍ତି, ଦୁଷ୍ଟ ମାନଙ୍କ ମନ୍ତ୍ରଣାରେ ଚାଲନ୍ତି ନାହିଁ, କିମ୍ବା ପାପୀ ମାନଙ୍କ ମାର୍ଗରେ ଠିଆ ହୁଅନ୍ତି ନାହିଁ, କିମ୍ବା ନିନ୍ଦକ ମାନଙ୍କ ସଭାରେ ବସନ୍ତି ନାହିଁ, ସେମାନଙ୍କ ପାଇଁ ପ୍ରଭୁ এই ଦୁଇଟି ପୁରସ୍କାର ତୁମେ ରଖିଅଛ ପ୍ରଭୁ। ସେମାନଙ୍କୁ ଜୀବନରେ ପ୍ରଭୁ ଶାରୀରିକ ଅନୁସାରେ ଶାନ୍ତି ଦେବା ପାଇଁ ଆଉ ମରିଗଲା ପରେ ଆତ୍ମାର ପ୍ରଭୁ ମୁକ୍ତି ଦେବା ପାଇଁ। ହେ ପିତା এই ବିଷୟ ମାନଙ୍କୁ ମଣିଷ ଯେପରି ବୁଝିପାରେ ଆଉ ପ୍ରଭୁ ତୁମ ପଥରେ ଉତ୍ତମ ଆକାରରେ ଚାଲିପାରେ, ସେଥିପାଇଁ ପ୍ରଭୁ ସମସ୍ତଙ୍କୁ ତୁମେ ଦୟା କର, କରୁଣା କର ଆଉ ତୁମର ମହିମାକୁ ପ୍ରକାଶ କର ବୋଲି ପ୍ରାର୍ଥନା କରେ। ପବିତ୍ର ଈଶ୍ୱର ଆମମାନଙ୍କର ଶତ୍ରୁ ମାନଙ୍କୁ ତୁମେ ଗ୍ରାସ କରିବାର ପରମେଶ୍ୱର, ଆମମାନଙ୍କର ଆଗେ ଆଗେ ଚାଲି ପ୍ରଭୁ ସେମାନଙ୍କୁ ପରାଜୟ କରିବାର ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ହେ ପ୍ରେମମୟ ଈଶ୍ୱର, ହେ ଦୟାମୟ କରୁଣାମୟ ଈଶ୍ୱର, ତୁମ ନାମ ସର୍ବଦା ପୂଜା ପ୍ରଶଂସା ପାଉ। ଆଉ ତୁମେ ମହାନ ଭାବରେ ଯେତେ ଲୋକ ପ୍ରଭୁ ଏ ପ୍ରାତଃ କାଳରେ ପ୍ରଭୁ ତୁମର ସାନିଧ୍ୟକୁ ଆସୁଅଛନ୍ତି, ବିନମ୍ର ଭାବରେ ତୁମ ଛାମୁରେ ପ୍ରଭୁ ଏ ଥଣ୍ଡାରେ ପ୍ରଭୁ ନତମସ୍ତକ ହେଇ ପ୍ରାର୍ଥନା କରୁଅଛନ୍ତି, ସେମାନେ ନିଦ୍ରାକୁ ଭଲ ପାଉନାହାନ୍ତି ଆଉ ସେମାନେ ଥଣ୍ଡାକୁ ଭୟ କରୁନାହାନ୍ତି ପ୍ରଭୁ, ସେମାନଙ୍କ ପ୍ରତି ତୁମରି ଦୟା କରୁଣା ହେଉ ବୋଲି ପ୍ରାର୍ଥନା କରେ। ପ୍ରଭୁ ତୁମରି ମହିମାକୁ ପ୍ରକାଶ କର। ଅଦ୍ଭୁତକାରୀ ପିତା নম্রতার সহিত, সিদ্ধর সহিত, পবিত্রতার সহিত, ধার্মিকতার সহিত জীবন যাপন କରିବାକୁ ଦିଅ ଆଉ ତୁମର ମହିମାକୁ ପ୍ରକାଶ କର। ପବିତ୍ର ଈଶ୍ୱର ପିତା ପ୍ରଭୁ ତୁମେ ମହିମା ପାଅ। ଯେଉଁ ପ୍ରଭୁ ପରମେଶ୍ୱର ପିତା ପିତା ଏମାନେ ଯେପରି ଦାନ ଦେବାରେ, ଦଶମାଂଶ ଦେବାରେ, ଭକ୍ତି କରିବାରେ, ପ୍ରେମରେ ବଢିବାରେ, ବାକ୍ୟକୁ ପଢିବାରେ, ପ୍ରଭୁ ଶତ୍ରୁକୁ ପ୍ରେମ କରିବାରେ, ଏ ସମସ୍ତ ବିଷୟରେ ତୁମେ ସେମାନଙ୍କୁ ଶିକ୍ଷା ଦେଉଅଛ ଦିନ ପ୍ରତିଦିନ। ଧନ୍ୟବାଦ କରୁଛୁ ପିତା, ପ୍ରାର୍ଥନା ଶୁଣିଛ, ଦୟା କରୁଣା କରିଅଛ। ଆଜିର ବାକ୍ୟକୁ ପ୍ରଭୁ ମନେ ପକାଇ ସେମାନେ ଯେପରି ପ୍ରଭୁ ଧର୍ମ ଗୁଣରେ ବଢିବେ, ଦୁଷ୍ଟ ମାନଙ୍କର ସଙ୍ଗତିରେ, ପାପୀ ମାନଙ୍କର ମାର୍ଗରେ, ନିନ୍ଦକ ମାନଙ୍କର ସଭାରେ ନ ବସିବେ, ସେଥିପ୍ରତି ତୁମେ ଦୟା କରି ଅନୁଗ୍ରହ କର। ଆଉ ସେମାନଙ୍କୁ ଜଳସ୍ରୋତ ନିକଟରେ ରୋପିତ ବୃକ୍ଷ ସଦୃଶ୍ୟ ପ୍ରଭୁ ସ୍ୱ ସ୍ୱ ସମୟରେ ସେ ବୃକ୍ଷ ଯେପରି ଫଳୋତ୍ପନ୍ନ କରେ ଆଉ ତାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ୍ୟ ସେ ହେବ, ପୁଣି ସେ ଯାହା କରେ ତାହା ସଫଳ ହେବ ବୋଲି ଲେଖା ଅଛି। ଏମାନଙ୍କୁ ପ୍ରଭୁ ଧର୍ମ ଗୁଣରେ ବଢି ଭଲ ବିଷୟରେ ସଫଳ ହେବାକୁ ଦିଅ ବୋଲି ପ୍ରାର୍ଥନା କରେ। ପବିତ୍ର ପରମେଶ୍ୱର ଆଉ ଦିନେ ପ୍ରଭୁ ଏ ଶରୀରରେ ଜାଗତିକ ଅନୁସାରେ ଶାନ୍ତି ପାଇବେ, ମରିଗଲା ପରେ ଆତ୍ମାରେ ପ୍ରଭୁ ମୁକ୍ତି ପାଇବେ, ତଦ୍ରୂପ ଏମାନଙ୍କୁ ତୁମେ ଗଢ଼। ଧନ୍ୟବାଦ, ପ୍ରାର୍ଥନା ଶୁଣିଲ ବୋଲି ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ଏତେବେଳେ ପିତା ପରମେଶ୍ୱରଙ୍କର ପ୍ରେମ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ, ଧର୍ମ ଆତ୍ମାଙ୍କର ଶାନ୍ତି, ସହଭାଗିତା, ଆନନ୍ଦଦାୟ କ୍ଷମା, ପ୍ରେମ ଆମ ସମସ୍ତଙ୍କ ସହିତ ରହି ଚିର ଉପକାର କରନ୍ତୁ, ଆମେନ୍। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଗୁଡ୍ ମର୍ଣ୍ଣିଂ।